ଆମେ ବ୍ୟବହାର କରିସାରିବା ପରେ ଚାହାପତିକି ଯୋଉ ଆମେ ଫିଙ୍ଗି ଦିଅନ୍ତି ତ ସେଇ ଚାହାପତିର ବ୍ୟବହାର କରିକି ଆମେ ଗଛରୁ ପ୍ରଚୁର ମାତ୍ରାରେ ଫୁଲ ବି ପାଇପାରିବା। ତ ମୁଁ ଏଠି ଆଗତୁରିଆ କିଛି ଗେଣ୍ଡୁ ଚାରା ଲଗେଇଥିଲି ଯୋଉଗୁଡ଼ାକ ଥିଲା ମୋର 12 ମାସ ଗେଣ୍ଡୁ ଚାରା। ତ ଏଗୁଡ଼ାକ କଟିଂରୁ ଯେହେତୁ ବହୁତ ସହଜ ଲାଗିଥାଏ ସେଥିପାଇଁ କଟିଂରୁ ଆଗତୁରିଆ କିଛି ଗଛ କରିଦେଇଥିଲି। ଆଉ ସେଗୁଡ଼ାକ ଏବେ କାଫି ଗ୍ରୋଥ୍ ହେଇ ଆସିଲାଣି ଆଉ ତା ଦେହରୁ କିଛି କଢ଼ ବି ଆସିଛି। ତ କିଛିଟା ପ୍ରଥମେ ମୁଁ ତାର ତଳ ପତ୍ର ସବୁ କାଢ଼ିଦେଲି ଯୋଉଗୁଡ଼ାକ ଆମର ଗ୍ରୋଥ୍ ପାର୍ଟକୁ କମଜୋରି କରେ। ତଳେ ଥିବା ପ୍ରତ୍ୟେକଟି ବ୍ରାଞ୍ଚ ଯେତିକି ଗ୍ରୋଥ୍ ହୁଏ କିମ୍ବା ନୂଆ ଗ୍ରୋଥ୍ ଆସେ ତ ସେ ସବୁ ଗ୍ରୋଥ୍‌କୁ ଆମେ କାଟିବା ଦରକାର, ପିଞ୍ଚିଂ କରିବା ଦରକାର। ତା ଦ୍ୱାରା ଆମର କାଫି ଗଛର ଗ୍ରୋଥ୍ ବଢ଼ିଆ ଆସେ। ନହେଲେ ଯଦି ଆମେ ତଳ ୱେଷ୍ଟ ବ୍ରାଞ୍ଚକୁ ଯଦି ଗ୍ରୋଥ୍ ପାଇଁ ଆମେ ଛାଡ଼ିଦେବା କିମ୍ବା ରଖିଦେବା ତାହେଲେ ଗଛର ଗ୍ରୋଥ୍ କମିଯାଏ। ତ ସେଥିପାଇଁକା ମୁଁ ଯେତିକି ତଳେ ସବୁ ଥିଲା ଗଛର ମୂଳରେ ସବୁ ନୂଆ କୁଆ କିମ୍ବା ପତ୍ର ତ ସେସବୁ ପିଞ୍ଚିଂ କରିଦେଲି। ତାପରେ ଯେତିକି ବି ମୋର ଏଠି 8-10ଟା ଲଗେଇଛି ଗେଣ୍ଡୁ ଚାରା ତ ତାକୁ କୁଡ଼ାକୁଷା ଭଲ ଭାବେ କରିଦେଲି। କୁଡ଼ାକୁଷା ସପ୍ତାହକୁ ଥରେ ରଖିବେ ଯେମିତିକା କୁଡ଼ାକୁଷା ଦ୍ୱାରା ହିଁ ଗଛର ଗ୍ରୋଥ୍ ଟିକେ ଆସିଥାଏ ଆଉ ତା ସହିତ ଆମର ଗଛରୁ ଏୟାର ପାସ୍ ବି ବହୁତ ଭଲ କରେ। ଯୋଉଥିପାଇଁ ଆମର ଏୟାର ପାସ୍ କରିବା ଦ୍ୱାରା ହିଁ ରୁଟ୍‌ର ଡେଭଲପ୍ ଜଲ୍ଦି ହେଇଥାଏ। ସେଥିପାଇଁକା କୁଡ଼ାକୁଷା ପ୍ରଥମେ କରିସାରିଲା ପରେ ଯୋଉ ଚାହାପତି ଆଣିଥିଲି ତାକୁ ଅଳ୍ପ ଟିକେ ଟିକେ କରିକି ମୁଁ ପ୍ରତ୍ୟେକଟି ଗଛରେ ଦେଇଦେଲି। ପ୍ରତ୍ୟେକଟି ଗଛ ମାନେ ଖାଲି ଗେଣ୍ଡୁ ଚାରା ଉପରେ। ତ ଏକୁ ଦେବା ଦ୍ୱାରା କ'ଣ ହୁଏ ବ୍ଲମିଂ ପାର୍ଟ ବହୁତ ଜଲ୍ଦି ବାହାରିଥାଏ ଆଉ ତାର ଗଛର ଗ୍ରୋଥ୍ ବି କାଫି ବଢ଼ିଆ ଆସେ। ତ ଚାହାପତି କେବଳ ବ୍ଲମିଂ ପାର୍ଟକୁ ବାହାର କରିବ ସେଟା ନୁହେଁ ତ ଏଇଟା ଗଛର ଗ୍ରୋଥ୍‌ରେ ବି ବହୁତ ଭଲ କାମ କରେ। ତ ଏଇଠି କିଛି ମୋର ଦେଖ ବ୍ଲମିଂ ପାର୍ଟ ବି ବାହାରି ଆସିଲାଣି ତ ତାକୁ ମୁଁ ଏଠି ପିଞ୍ଚିଂ କରୁଛି। ଯଦି ଆମେ ଏଇ ବ୍ଲମିଂ ପାର୍ଟକୁ ଆମେ ଛାଡ଼ିଦେବା ଯେ ଫୁଲ ପାଇବା ଲୋଭରେ ତାହେଲେ ଏ ପତ୍ରର ଉପର ଭାଗକୁ ପୁରା ଛୋଟ ଛୋଟ କରିଦେବ ଆଉ ଗ୍ରୋଥ୍‌କୁ କମେଇଦେବ। ସେଥିପାଇଁକା ବ୍ଲମିଂ ପାର୍ଟ ଯେତେବେଳେ ଫାଷ୍ଟ ଆସେ ନା ଆମେ ଗେଣ୍ଡୁ ଚାରାରେ ଏସବୁ କଟିଂ କରିବା ଦରକାର। ଯେମିତି ଆମକୁ ହେଉଛି ଗଛଟା ଟିକେ ହେଉଛି ଡାଳକନା ଅଧିକା ମିଳିବ ଆଉ ଫୁଲ ଅଧିକା ମିଳିବ।